ରାଜ୍ୟରେ ଲୋକାର୍ପିତ ହେଲା ବହୁ ପ୍ରତୀକ୍ଷିତ ସୁଭଦ୍ରା ଯୋଜନା। ପ୍ରାୟ 25 ଲକ୍ଷ ମହିଳା ହେଲେ ଉପକୃତ। ରାଜ୍ୟରେ ଆଉ ଅନ୍ୟ ଅଛନ୍ତି ଯେଉଁମାନେ ସୁଭଦ୍ରା ଯୋଜନାର ପ୍ରଥମ କିସ୍ତି ପାଇନାହାନ୍ତି। ସେମାନଙ୍କର ଦ୍ୱନ୍ଦ୍ୱ ଦୂର କଲେ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା। କହିଲେ ଏଥିରେ ଆବେଦନର କୌଣସି ଶେଷ ତାରିଖ ନାହିଁ। ଯେପର୍ଯ୍ୟନ୍ତ ଯାଏ ସମସ୍ତ ଯୋଗ୍ୟ ହିତାଧିକାରୀ ଏଥିରେ ସାମିଲ ହୋଇନାହାନ୍ତି ସେପର୍ଯ୍ୟନ୍ତ ଯାଏ ଆବେଦନ ପ୍ରକ୍ରିୟା ଚାଲିବ ଏବଂ ପର୍ଯ୍ୟାୟକ୍ରମେ ମହିଳାମାନେ ଟଙ୍କା ପାଇବେ। ପରବର୍ତ୍ତୀ ଖବର ହେଉଛି ମୋଦି ସରକାରଙ୍କର ୱାନ୍ ନେସନ୍ ୱାନ୍ ଇଲେକ୍ସନ୍ ଆଗକୁ ବଢ଼ିବାରେ ଲାଗିଛି। ପୂର୍ବତନ ରାଷ୍ଟ୍ରପତି କୋବିନ୍ଦ କମିଟିର ପ୍ରସ୍ତାବକୁ କ୍ୟାବିନେଟ୍ର ମଞ୍ଜୁରୀ। ଗୃହମନ୍ତ୍ରୀ ଅମିତ ଶାହଙ୍କ ନିକଟରେ କହିଥିଲେ ଯେ ୱାନ୍ ନେସନ୍ ୱାନ୍ ଇଲେକ୍ସନ୍ ଏହି ସରକାରଙ୍କର କାର୍ଯ୍ୟକାଳ ହିଁ ଲାଗୁ ହେବ। ଏହା କହିଥିଲେ ୱାନ୍ ନେସନ୍ ୱାନ୍ ଇଲେକ୍ସନ୍ ଗତ ନିର୍ବାଚନର ବିଜେପି ମ୍ୟାନିଫେଷ୍ଟୋରେ ଥିଲା। ଏଥିପାଇଁ କେନ୍ଦ୍ର ସରକାର କୋବିନ୍ଦ କମିଟି ଗଠନ କରିଥିଲେ ବୋଲି ତଥ୍ୟ ରହୁଛି। ପରବର୍ତ୍ତୀ ଖବର ହେଉଛି ସିଏମ୍ ମୋହନ ମାଝୀଙ୍କ 3 ଦିନିଆ କେନ୍ଦୁଝର ଗସ୍ତ। ଏନେଇ ଚାଲିଛି ବ୍ୟାପକ ପ୍ରସ୍ତୁତି। 20 ତାରିଖରୁ 22 ତାରିଖ ପର୍ଯ୍ୟନ୍ତ 3 ଦିନିଆ ଗସ୍ତରେ ଯିବେ ସିଏମ୍ ମୋହନ ମାଝୀ। ପରବର୍ତ୍ତୀ ଖବର ହେଉଛି ରାଜ୍ୟ ସରକାରଙ୍କର ବଡ଼ ଘୋଷଣା। ଖୁବ୍ ଶୀଘ୍ର ମିଶିବ ଆୟୁଷ୍ମାନ ଭାରତ ଯୋଜନା ସହ ଗୋପବନ୍ଧୁ ଜନ ଆରୋଗ୍ୟ ଯୋଜନା। ରାଜ୍ୟର ପ୍ରାୟ 27,000 ଡାକ୍ତର ମିଳିବ ଡାକ୍ତରୀ ସେବା ବୋଲି ତଥ୍ୟ ରହୁଛି। ପରବର୍ତ୍ତୀ ଖବର ହେଉଛି ଓଡ଼ିଶାର ବିଜେପିର 100 ଦିନ ପୂରଣ ହେବା ନେଇ ଗତକାଲି ପୁରୀର ଏକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ଏଥିରେ ସିଏମ୍ ମୋହନ ମାଝୀଙ୍କ ସମେତ 2 ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା ଏବଂ କନକ ବର୍ଦ୍ଧନ ସିଂହଦେଓ ଏବଂ ବହୁ ବରିଷ୍ଠ ନେତାମାନେ ଯୋଗ ଦେଇଥିଲେ। ଏହି ଅବସରରେ ସିଏମ୍ ମୋହନ ମାଝୀ ଲୋକମାନଙ୍କୁ ସମ୍ବୋଧିତ କରି କହିଛନ୍ତି, ସଂକଳ୍ପପତ୍ର ଆମ ପାଇଁ ଧର୍ମଗ୍ରନ୍ଥ। ଯାହା ପ୍ରତିଶ୍ରୁତି ଦେଇଛୁ ତାହା ପୂରଣ କରୁଛୁ ଏବଂ ଆଗକୁ ମଧ୍ୟ କରିବୁ। ଲୋକମାନଙ୍କର ମତ ଏବଂ ହିତକୁ ନେଇ ଆମ ସରକାର କାର୍ଯ୍ୟ କରିବ। ସଂକଳ୍ପପତ୍ରରେ ଯାହା ପ୍ରତିଶ୍ରୁତି ଦିଆଯାଇଛି ତାହା ଆଗକୁ ଆମେ ନିରନ୍ତର ଭାବେ ପୂରା କରି ଚାଲିବୁ। ପ୍ରଥମେ ଆମେ କଥା ଦେଇଥିବା ଅନୁଯାୟୀ ଶ୍ରୀମନ୍ଦିର 4 ଦ୍ୱାର ଖୋଲିଛୁ। ରତ୍ନଭଣ୍ଡାର ଗଣତି ମଣତି ପ୍ରକ୍ରିୟା ଚାଲିଛି। ସୁଭଦ୍ରା ଯୋଜନାର କାର୍ଯ୍ୟକାରୀ ହୋଇଛି। ଏସବୁ ବିଷୟରେ ସିଏମ୍ ମୋହନ ମାଝୀ କହିଥିଲେ। ପରେ ହେଉଛି ରାଜ୍ୟ ସରକାର ବଦଳିଲା ପରେ ବି ମିଳୁନି ହରିଶ୍ଚନ୍ଦ୍ର ଯୋଜନାର ଅର୍ଥରାଶି, ଯାହାକୁ ନେଇ ଅସନ୍ତୋଷ ପ୍ରକାଶ କରିଛନ୍ତି ବିଭିନ୍ନ ଅଞ୍ଚଳର ସରପଞ୍ଚମାନେ। ଏହିଭଳି ଘଟଣା ଘଟିଛି ଯାଜପୁର ଜିଲ୍ଲା ବିଞ୍ଝାରପୁର ବ୍ଲକରେ। ଅଭିଯୋଗ ଅନୁସାରେ ସରକାର ନିୟମ ଅନୁସାରେ ସମସ୍ତ ପଞ୍ଚାୟତର ରିଭଲ୍ଭିଂ ଫଣ୍ଡରେ 15,000 ଟଙ୍କା ରଖିବା କଥା, ଯାହାଦ୍ୱାରା ସରପଞ୍ଚମାନେ ମୃତ ବ୍ୟକ୍ତିଙ୍କ ଅନ୍ତିମ ସଂସ୍କାର ପାଇଁ ଅର୍ଥ ପ୍ରଦାନ କରିପାରିବେ। ପରବର୍ତ୍ତୀ ଖବର ହେଉଛି ହରିୟାଣା ବିଧାନସଭା ନିର୍ବାଚନ ପାଇଁ ମାଗଣା ପ୍ରତିଶ୍ରୁତିର ବର୍ଷା। ଇସ୍ତାହାରରେ କଂଗ୍ରେସ ଓ ବିଜେପି ମଧ୍ୟରେ ଟକ୍କର। ଉଭୟ ଦଳ ମାଗଣା ସୁବିଧା ଉପରେ ଗୁରୁତ୍ୱ ଦେଇଛନ୍ତି। 500 ୟୁନିଟ୍ ପର୍ଯ୍ୟନ୍ତ ବିଜୁଳି ବିଲ୍ ଛାଡ଼, ମହିଳାଙ୍କୁ ମାସିକିଆ ସହାୟତା, ସରକାରୀ ନିଯୁକ୍ତି, ମାଗଣା ଚିକିତ୍ସା ପରି ହାତ ଖୋଲି ଘୋଷଣା କରିଛନ୍ତି ଉଭୟ ବିଜେପି ଏବଂ କଂଗ୍ରେସ। ପରବର୍ତ୍ତୀ ଖବର ହେଉଛି ରାହୁଲ ଗାନ୍ଧୀଙ୍କ ବିରୋଧରେ ଆପତ୍ତିଜନକ ମନ୍ତବ୍ୟକୁ ନେଇ ରାଜଧାନୀରେ ଜୋର କଂଗ୍ରେସ କର୍ମୀ। ବିଜେପି ପାର୍ଟି ଅଫିସ୍ ଘେରାଉ ପାଇଁ ଯାଇଥିବା ବେଳେ ଉଭୟ କଂଗ୍ରେସ ଏବଂ ପୋଲିସ କର୍ମୀଙ୍କ ମଧ୍ୟରେ ମୁହାଁମୁହିଁ। ଗତ ଅଗଷ୍ଟ ମାସରେ ସମାନ ଢଙ୍ଗରେ ଇଡି ଅଫିସ୍ ଘେରାଉ କରିଥିଲେ କଂଗ୍ରେସ। ବର୍ତ୍ତମାନ ରାଜ୍ୟର କଂଗ୍ରେସର କେହି ମୁଖିଆ ନଥିବା ବେଳେ କଂଗ୍ରେସର ବରିଷ୍ଠ ନେତା ମହମ୍ମଦ ମକିମଙ୍କୁ 2ଟି ପ୍ରଭାବୀ ଆନ୍ଦୋଳନକୁ ନେଇ ଚର୍ଚ୍ଚା ଜୋର ଧରିଛି। କୁହାଯାଉଛି ଯେ ଆଗକୁ ଓଡ଼ିଶାର କଂଗ୍ରେସ ମଙ୍ଗ ଧରିପାରନ୍ତି ମୁକିମ। ପରବର୍ତ୍ତୀ ଖବର ହେଉଛି ରାଜ୍ୟର ବିଜେପି ସରକାର ଗଠନର 100 ଦିନ ପୂରି ସାରିଛି। ଏହି ଉପଲକ୍ଷେ ପୁରୀରେ ଅନୁଷ୍ଠିତ ହୋଇଥିଲା ଏକ କାର୍ଯ୍ୟକ୍ରମ। ଏଥିରେ ମୁଖ୍ୟମନ୍ତ୍ରୀ ସରକାର କ'ଣ ସବୁ କରିଛନ୍ତି ତାର ହିସାବ ଦେଇଛନ୍ତି। ଏଥିସହିତ ଆଗାମୀ ଦିନରେ ମନ୍ତ୍ରିମଣ୍ଡଳର 15 ଜଣ ମନ୍ତ୍ରୀଙ୍କୁ ବିଭିନ୍ନ ଜିଲ୍ଲା ବୁଲି ସରକାରଙ୍କର 100 ଦିନର ସଫଳତା ପ୍ରଚାର କରିବା ନେଇ ମଧ୍ୟ କାର୍ଯ୍ୟ ଦିଆଯାଇଥିବା ତଥ୍ୟ ରହୁଛି। ପରବର୍ତ୍ତୀ ଖବର ହେଉଛି ସୁଭଦ୍ରା ଯୋଜନା ଟଙ୍କାକୁ ନେଇ ପୁଣି ଏକ ଗୁଜବ।
ସୁଭଦ୍ରା ଟଙ୍କା ବ୍ୟାଙ୍କରୁ ନ ଉଠାଇଲେ ଟଙ୍କା ଫେରିଯିବ। ସେଥିପାଇଁ ମହିଳାମାନଙ୍କର ଭିଡ଼ ବ୍ୟାଙ୍କ ଆଗରେ ଲାଗିଥିବାର ଦେଖିବାକୁ ମିଳୁଛି। ପରବର୍ତ୍ତୀ ଖବର ହେଉଛି ସରକାର ଖରିଫ ଧାନ ସଂଗ୍ରହ ନେଇ ସମୀକ୍ଷା କରିଛନ୍ତି। ଚାଷୀମାନଙ୍କୁ ଅଧିକ ଲାଭ ଦେବା ପାଇଁ ସରକାର ଅଧିକ ଗୁରୁତ୍ୱ ଦେଉଛନ୍ତି। ଏଥର ସରକାର 1 କୋଟି ମେଟ୍ରିକ ଟନ୍ ଧାନ କିଣିବା ନେଇ ଲକ୍ଷ୍ୟ ମଧ୍ୟ ରଖିଛନ୍ତି। ଏଥିସହିତ ଧାନର MSP 3100 ଟଙ୍କା ଲାଗୁ ହେବ ଏବଂ ଧାନ ବୋହୁଥିବା ବାହନଗୁଡ଼ିକରେ GPS ଲଗାଯିବା ନେଇ ତଥ୍ୟ ରହୁଛି। ପରବର୍ତ୍ତୀ ଖବର ହେଉଛି ପିଛା ଛାଡ଼ୁନି ସୁଭଦ୍ରା ଯୋଜନା ଟେନସନ୍। EKYC ଅପଡେଟ୍ ପାଇଁ ଜନସେବା କେନ୍ଦ୍ର ଆଗରେ ଦେଖିବାକୁ ମିଳୁଛି ପ୍ରବଳ ଭିଡ଼କୁ ଲମ୍ବା ଲାଇନ୍। ପରବର୍ତ୍ତୀ ଖବର ହେଉଛି ବରଗଡ଼ ଏବଂ ବୌଦ୍ଧ ଜିଲ୍ଲାର କାର୍ଯ୍ୟକର୍ତ୍ତା ସମ୍ମିଳନୀ କଲେ ବିଜେଡି ସଭାପତି ଶ୍ରୀଯୁକ୍ତ ନବୀନ ପଟ୍ଟନାୟକ। ଯୋଗଦେଇ ଜିଲ୍ଲାର କାର୍ଯ୍ୟକର୍ତ୍ତାମାନଙ୍କ ସିଧାସଳଖ ଆଲୋଚନା କରିଥିଲେ। ପ୍ରଥମେ ଶ୍ରୀ ନବୀନ ପଟ୍ଟନାୟକ ବୌଦ୍ଧ ଜିଲ୍ଲାର କାର୍ଯ୍ୟକର୍ତ୍ତାମାନଙ୍କ ସହ ଆଲୋଚନା କରିଥିଲେ। କିପରି ଆଗାମୀ ଦିନରେ ବିଜେଡି ସଂଗଠନକୁ ଜିଲ୍ଲାରେ ଅଧିକ ମଜବୁତ କରିବ ସେ ବିଷୟରେ ବିସ୍ତୃତ ଆଲୋଚନା କରିଥିଲେ।